ତାଙ୍କ ପାଖରେ ତିନିଟା କ୍ୟାଣ୍ଡିଡେଟ୍ ଜିତିଲା ଭଳିଆ ସଂଖ୍ୟା ନାହିଁ, ଅର୍ଥାତ୍ ବିଧାୟକ ମାନଙ୍କର ସଂଖ୍ୟା ନାହିଁ। ତା ବାଦ ଯଦି ସେମାନେ ଜିତିବାକୁ କହୁଛନ୍ତି, ନୀତି ନୈତିକତାର ଧ୍ୱଜା ବା ବାନା ଆଉ ଭାରତୀୟ ଜନତା ପାର୍ଟି ଉଡେଇବାର ଉଚିତ ନୁହେଁ। କ୍ରେତା ନା ବିକ୍ରେତାଙ୍କର ଏ ଉପରେ ଯଦି ଜନସାଧାରଣଙ୍କ ଭିତରେ ଆଲୋଚନା ହବ ଏବଂ ସମସ୍ତେ ଆକଳନ କରିବେ, ସମସ୍ତେ ତାକୁ ପର୍ଯ୍ୟାଲୋଚନା କରିବେ, ତାହେଲେ ଗଣତନ୍ତ୍ର ସୁଧରିଯିବ। ଘୋଡାର ଦାମ ଅଧିକା ଆଉ ତାର ଦାମ ଅଧିକା ନାହିଁ। ମୁଁ ବଡ ଆଶ୍ଚର୍ଯ୍ୟ ହେଇଛି। କାଲି କୌଣସି ସେମିତି ବିଶେଷ କାମ ନଥାଇ ମାନ୍ୟବର ଗୃହମନ୍ତ୍ରୀ ଅମିତ ଶାହ ଆସିବା, ଏଇଟା ଭାରତୀୟ ଜନତା ପାର୍ଟିରେ କିଛି ଠିକ ଠାକ ଚାଲୁନାହିଁ ବୋଲି ଦର୍ଶାଉଛି। ଏଇ ଯୋଉ ଇନାଗୁରେସନ, ଲୋକାର୍ପଣ, ଏରା ହଉଛି ସବୁ ଗୋଟେ ଦେଖେଇବା ପାଇଁ, କିନ୍ତୁ ପ୍ରକୃତ ଉଦ୍ଦେଶ୍ୟ ଥିଲା ପାର୍ଟି ଭିତରେ ତାଙ୍କର, ବିଶେଷ କରି ଭାରତୀୟ ଜନତା ପାର୍ଟି ଭିତରେ ପ୍ରବଳ ମତାନ୍ତର, ମନାନ୍ତର ଏବଂ କଳି ତକରାଳ ଚାଲିଛି, ଯୋଉଟାକୁ ସେ ଚେଷ୍ଟା କରିଛନ୍ତି ତୁଟେଇବା ପାଇଁ। ଅର୍ଥାତ୍ ଭାରତୀୟ ଜନତା ପାର୍ଟିର ସ୍ୱାସ୍ଥ୍ୟ ବର୍ତ୍ତମାନ ଭଲ ନାହିଁ, ମନ ଭଲ ନାହିଁ, ଦେହ ଭଲ ନାହିଁ, କି ତାଙ୍କର ଫଳାଫଳ ମଧ୍ୟ ଭଲ ହବାର ସମ୍ଭାବନା ନାହିଁ।